ଯତୁ ଯତୁ ନିଶ୍ଚରତି ମନଶ୍ଚଞ୍ଚଳ ମସ୍ଥିରମ୍ ତତସ୍ତତୁ ନିୟମ୍ୟ ତଦାତ୍ମନ୍ୟୁବ ବଶଂ ନୟେତ୍। ଏହି ଅସ୍ଥିର ଚଞ୍ଚଳ ମନ ଯେଉଁ ଯେଉଁ ଶବ୍ଦାବଧି ବିଷୟ ନିମନ୍ତେ ସଂସାରରେ ବିଚରଣ କରେ ତାହାକୁ ସେହି ସେହି ବିଷୟରୁ ରୋଧ କରି ଅର୍ଥାତ୍ ହଟାଇ ଆଣି ବାରମ୍ବାର ପରମାତ୍ମାଙ୍କଠାରେ ହିଁ ନିରୁଦ୍ଧ କରିବା ଉଚିତ। ଏହି ଶ୍ଲୋକର ଅଭିପ୍ରାୟ କ'ଣ? ଉତ୍ତର, ମନ ବଡ଼ ହିଁ ଅସ୍ଥିର ଓ ଚଞ୍ଚଳ। ଏହା ସହଜରେ କେଉଁଠି ବି ସ୍ଥିର ହୋଇ ରହିବାକୁ ଚାହେଁ ନାହିଁ। ତେଣୁ ନୂତନ ଅଭ୍ୟାସ କରିବା ସମୟରେ ଏହା ବାରମ୍ବାର ଦୌଡ଼ି ପଳାଏ। ସାଧକ ଅତ୍ୟନ୍ତ ଯତ୍ନ ସହକାରେ ମନକୁ ପରମାତ୍ମାଙ୍କଠାରେ ଲଗାଏ। ସେ ଭାବୁଥାଏ ମନ ପରମାତ୍ମାଙ୍କଠାରେ ଲାଗିଛି, କିନ୍ତୁ କ୍ଷଣକ ପରେ ଦେଖିଲା ବେଳକୁ ତାହା କୁଆଡ଼େ କେତେ ଦୂର ଚାଲିଗଲାଣି। ତେଣୁ ପୂର୍ବ ଶ୍ଲୋକରେ କୁହାଯାଇଛି ଯେ ସାଧକ ସାବଧାନ ରହିବେ ଓ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କିଛି ଚିନ୍ତନ କରିବେ ନାହିଁ। କିନ୍ତୁ ସାବଧାନ ରହୁ ରହୁ ମଧ୍ୟ ଟିକିଏ ସୁଯୋଗ ପାଇଗଲେ ମନ ଚଟ୍ କରି ଖସି ଚାଲିଯିବ ଓ ଏପରି ଚାଲିଯିବ ଯେ କେତେବେଳେ ଓ କେଉଁଠିକି ଚାଲିଗଲା କିଛି ସମୟ ଯାଇ ତାହା ଜଣାପଡ଼ିବ ନାହିଁ। ପରମାତ୍ମାକୁ ଛାଡ଼ି ବିଷୟ ପଛରେ ଦୌଡ଼ି ଯିବାରେ ଅଜ୍ଞାନ ହିଁ ପ୍ରକୃତ କାରଣ। ଅଜ୍ଞାନ ଦ୍ୱାରା ମୋହିତ ହୋଇ ମନ ଆନନ୍ଦ ଓ ଶାନ୍ତିର ଅନନ୍ତ ସମୁଦ୍ର ସଚ୍ଚିଦାନନ୍ଦ ଘନ ପରମାତ୍ମାକୁ ଛାଡ଼ି ଅନିତ୍ୟ କ୍ଷଣଭଙ୍ଗୁର ଓ ଦୁଃଖଜନକ ବିଷୟ ପଛରେ ଦୌଡ଼ି ପଳାଏ ଓ ସେଥିରେ ରମଣ କରେ। କିନ୍ତୁ ତା ଅପେକ୍ଷା ଅତ୍ୟନ୍ତ ଗୌଣ ହେଲେ ମଧ୍ୟ ସାଧନା ଦୃଷ୍ଟିରୁ ମନ ବିକ୍ଷେପର ପ୍ରଧାନ କାରଣଟି ହେଉଛି ବିଷୟ ଚିନ୍ତନର ଚିରକାଳୀନ ଅଭ୍ୟାସ। ତେଣୁ ଭଗବାନ କହୁଛନ୍ତି, ଧ୍ୟାନ ସମୟରେ ସାଧକକୁ ଯେତେବେଳେ ଜଣାପଡ଼ିବ ଯେ ମନ ଅନ୍ୟ ବିଷୟ ଆଡ଼େ ଚାଲିଗଲାଣି, ସେହି କ୍ଷଣି ହିଁ ସେ ସାବଧାନତା ଓ ଦୃଢ଼ତା ପୂର୍ବକ କୌଣସି ପ୍ରକାର ଦୟା ନ ଦେଖାଇ ତୁରନ୍ତ ତାକୁ ଧରି ଆଣି ପରମାତ୍ମାଙ୍କଠାରେ ଲଗାଇ ଦେବା ଉଚିତ। ଏପରି ବାରମ୍ବାର ବିଷୟରୁ ହଟାଇ ଆଣି ମନକୁ ପରମାତ୍ମାଙ୍କଠାରେ ଲଗାଇବା ଅଭ୍ୟାସ କରିବା ଉଚିତ। ମନ ହଜାରେ ଥର ଅନୁନୟ ବିନୟ କରୁ, ଯେପରି ଖୁସାମତ କରିବାର ଅଛି କରୁ ଓ ଯେତେ ପ୍ରଲୋଭନ ପ୍ରେମ ବା ଭୟ ଦେଖାଉନା କାହିଁକି ତାହା ଟିକିଏ ବି ଶୁଣିବା ଉଚିତ ନୁହେଁ। ତାକୁ ଟିକିଏ ସୁବିଧା ମିଳିଗଲେ ତାହାର ଉଚ୍ଛୃଙ୍ଖଳତା ବଢ଼ିଯିବ। ଏହି ଅବସ୍ଥାରେ ମନର କଥା ଶୁଣି ତାହାକୁ ଟିକିଏ କେଉଁଠି ରହିବାର ସୁଯୋଗ ଦେଇଦେବାର ଅର୍ଥ ରୋଗୀକୁ ମୁହଁବଶତଃ କୁପଥ୍ୟ ଦେଇଦେବା ପରି ବା ପିଲାକୁ ଦାଢ଼ୁଆ ଛୁରୀ ଧରାଇ ଦେଇ ନିଜ ହାତରୁ ଛାଡ଼ିଦେବା ପରି ହେବ। ସାବଧାନତା ହିଁ ସାଧନା। ସାଧକ ଯଦି ଏହି ଅବସ୍ଥାରେ ଅସାବଧାନ ଓ ଦୁର୍ବଳ ହୋଇଯିବେ ତାଙ୍କର ଧ୍ୟାନ ଯୋଗ ସଫଳ ହେବ ନାହିଁ। ଅତଏବ ସେ ଖୁବ୍ ସାବଧାନ ରହିବା ଉଚିତ ଓ ମନକୁ ବାରମ୍ବାର ବିଷୟରୁ ହଟାଇ ଆଣି ପରମାତ୍ମାଙ୍କଠାରେ ଲଗାଇବା ଉଚିତ।